ଏହି କାହାଣୀଟି ହେଉଛି ବୁଦ୍ଧିଆ ମାଙ୍କଡ଼ ଓ ବୋକା କୁମ୍ଭୀର। ଅନେକ ଦିନ ତଳର କଥା। ଗୋଟେ ଦିନ କ'ଣ ହେଇଛି ନା, ଗୋଟେ ମାଙ୍କଡ଼ ଜାମୁକୋଳି ଡାଳରେ ବସି ଜାମୁକୋଳି ଖାଉଥିଲା। ଆଉ ମାଙ୍କଡ଼ଟି ସେହି ଜାମୁକୋଳି ଗଛରେ ସବୁଦିନ ଏକୁଟିଆ ବସି ଜାମୁକୋଳି ଖାଉଥାଏ। ଆଉ ଜାମୁକୋଳି ଗଛକୁ ଲାଗି ଗୋଟିଏ ବଡ଼ ନଦୀଟେ ଥିଲା। ଆଉ ସେହି ନଦୀରେ ଗୋଟିଏ ବଉଳା କୁମ୍ଭୀର ରହୁଥିଲା। ସେ ବଉଳା କୁମ୍ଭୀରଟି ବହୁତ ବୁଢ଼ା ହୋଇଯାଇଥିଲା। ସେ ପ୍ରତ୍ୟେକ ଦିନ ସେହି ଜାମୁକୋଳି ଗଛ ମୂଳରେ ଶୋଇ ରହୁଥାଏ। ଦିନେ କ'ଣ ହେଇଛି ନା, ପ୍ରତ୍ୟେକ ଦିନ ଭଳି ସେ ମାଙ୍କଡ଼ଟି ଜାମୁକୋଳି ଖାଉଥାଏ। ମାଙ୍କଡ଼ଟି ଜାମୁକୋଳି ଖାଉ ଖାଉ ଗୋଟିଏ ପେନ୍ଥା ଜାମୁକୋଳି କୁମ୍ଭୀର ପାଖରେ ଯାଇ ପଡ଼ିଲା। କୁମ୍ଭୀରଟି ସାଙ୍ଗେ ସାଙ୍ଗେ କ'ଣ କଲା ନା, ଜାମୁକୋଳି ପେନ୍ଥାକୁ ଟାକୁ କିନି ଖାଇଦେଲା। ପୁଣି ପାଟିଟାକୁ ପାକୁ ପାକୁ କଲା। ମାଙ୍କଡ଼ କହିଲା, କ'ଣ ହେଲା କୁମ୍ଭୀର ଭାଇ? କୁମ୍ଭୀରଟି କହିଲା, ଆହା, କି ସୁଆଦିଆ ଏ ଜାମୁକୋଳି! ମୁଁ ଆଗରୁ କେବେ ଖାଇନାହିଁ। ମୋତେ ଆଉ ଦିଟା ଦିଅନ୍ତନି, ମୋତେ ଆହୁରି ଖାଇବାକୁ ଇଚ୍ଛା ହେଉଛି। ମାଙ୍କଡ଼ କହିଲା, ଏଇ କଥା, ହଉ ଠିକ୍ ଅଛି, ଏଇ 2 ପେନ୍ଥା ନିଅ। କୁମ୍ଭୀର ସେ 2 ପେନ୍ଥା ଜାମୁକୋଳି ଖାଇଦେଇ କୁମ୍ଭୀର ନଦୀ ମଝିରେ ଥିବା ତା ଘରକୁ ଚାଲିଗଲା। ଆଉ ମାଙ୍କଡ଼ କୁମ୍ଭୀରକୁ 2 ପେନ୍ଥା ଜାମୁକୋଳି ଦେଇଥିବାରୁ ମନେ ମନେ ଭାରି ଖୁସି ହେଉଥିଲା। ଆଉ ଭାବୁଥିଲା, ମୋ ପାଖରେ କେହି ସାଙ୍ଗ ନଥିଲେ କ'ଣ ହେଲା, ଏଇ ବୁଢ଼ା କୁମ୍ଭୀରଟିକୁ ମୁଁ ଭଲ ସାଙ୍ଗ ବନେଇ ଦେବି। ଏପଟରେ କୁମ୍ଭୀରଟି ଜାମୁକୋଳି ଖାଇ ଜାମୁକୋଳିର ମିଠାକୁ ଭୁଲି ପାରୁନଥାଏ। କୁମ୍ଭୀରଟି ତା ଘରେ ଶୋଇ ମନେ ମନେ ଭାବୁଥାଏ, ଆହା, ଏ ଜାମୁକୋଳି ଯଦି ଏତେ ମିଠା, ମାଙ୍କଡ଼ଟି ପ୍ରତ୍ୟେକ ଦିନ ଏହି ଜାମୁକୋଳି ଖାଉଛି, ତାହେଲେ ତା କଲିଜାଟି କେତେ ମିଠା ହୋଇନଥିବ। ମୋତେ କାଲି କିଛି ଗୋଟେ ବାହାନା କରିବାକୁ ପଡ଼ିବ। ତା ପରଦିନ କ'ଣ ହେଲା ନା, ମାଙ୍କଡ଼ଟି ଗଛରେ ବସି ଜାମୁକୋଳି ଖାଉଥାଏ। ଆଉ ଏପଟରେ ନଦୀର ମଝିକୁ ଟିକେ ଟିକେ ଦେଖୁଥାଏ। ଏତେ ବେଳ ହେଲାଣି, ଆଜି କ'ଣ ପାଇଁ ବୁଢ଼ା କୁମ୍ଭୀରଟି ଆସୁନି? ଏଇ କଥା ଭାବୁ ଭାବୁ ବଉଳା କୁମ୍ଭୀରଟି ଗଛ ମୂଳରେ ଆସି ପହଞ୍ଚିଲା। ସେଇଠୁ ମାଙ୍କଡ଼ଟି କହିଲା, କ'ଣ ହେଲା, ମନ ଦୁଃଖ କରିଛ? କ'ଣ ଭୋକ ଲାଗିଲାଣି? ଏଇ ନିଅ ଜାମୁକୋଳି ଖାଅ। ହେଲେ କୁମ୍ଭୀରଟି ସେ ଜାମୁକୋଳି ଖାଇଲା ନାହିଁ। ଏହା ଦେଖି ମାଙ୍କଡ଼ କହିଲା, ଆରେ କ'ଣ ହେଇଛି କି? ନ କହିଲେ କେମିତି ଜାଣିବି? ସେଇଠୁ କୁମ୍ଭୀର କହିଲା, ମୁଁ ମୋ ପାଇଁ ଚିନ୍ତା କରୁନି, ମୁଁ ତମ ପାଇଁ ଚିନ୍ତା କରୁଛି। ସେଇଠୁ ମାଙ୍କଡ଼ କହିଲା, ମୋ ପାଇଁ? ମୋ ପାଇଁ ତମେ କ'ଣ ଚିନ୍ତା କରୁଛ? କୁମ୍ଭୀରଟି କହିଲା, ଏ ଗଛରୁ ତ ଜାମୁକୋଳି ସବୁ ସରିଗଲାଣି, ହେଲେ ଏ ନଦୀର ଆରପଟେ ଜଙ୍ଗଲରେ ବହୁତ ଗୁଡ଼ାଏ ଜାମୁକୋଳି ଗଛ ଅଛି। ସେଇଠୁ ମାଙ୍କଡ଼ କହିଲା, ହେଲେ ଆରପଟକୁ ମୁଁ କେମିତି ଯିବି? ମୁଁ ତ ପାଣିରେ ପହଁରା ଜାଣିନି। ସେଇଠୁ କୁମ୍ଭୀର କହିଲା, ତମେ ଜମା ବ୍ୟସ୍ତ ହୁଅନି, ମୁଁ ପରା ଅଛି। ମୁଁ ତମକୁ ମୋ ପିଠିରେ ବସାଇ ଆର ପଟକୁ ନେଇଯିବି। ଆଉ ଜାମୁକୋଳି ଖାଇସାରିବା ପରେ ତୁମକୁ ଆଣି ଏଠାରେ ପୁଣି ଛାଡ଼ିଦେବି। ସେଇଠୁ ମାଙ୍କଡ଼ କହିଲା,
ତାହେଲେ ଡେରି କ'ଣ ପାଇଁ? ଶୀଘ୍ର ଚାଲ, ନଦୀର ଆରପଟକୁ ଯିବା। ଏଇଭଳି ଭାବରେ ମାଙ୍କଡ଼ଟି କୁମ୍ଭୀର ଜାଲରେ ଫସିଗଲା। ଆଉ ମନେ ମନେ କୁମ୍ଭୀରଟି ବହୁତ ଖୁସି ହେଇଗଲା। କୁମ୍ଭୀରଟି ମାଙ୍କଡ଼କୁ କହିଲା, ତମେ ମୋ ପିଠିରେ ବସ, ମୁଁ ତମକୁ ନଦୀର ଆରପଟକୁ ନେଇଯିବି। ମାଙ୍କଡ଼ଟି ଯାଇ କୁମ୍ଭୀର ପିଠିରେ ବସି ପଡ଼ିଲା। ଯେମିତି ମାଙ୍କଡ଼ଟି କୁମ୍ଭୀର ପିଠିରେ ବସି ପଡ଼ିଛି, କୁମ୍ଭୀର ଶୀଘ୍ର ଶୀଘ୍ର ପାଣିରେ ଚାଲିବାକୁ ଲାଗିଲା। ଏହା ଦେଖି ମାଙ୍କଡ଼ଟି କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ, ଟିକେ ଧୀରେ ଧୀରେ ଚାଲ, ମୋତେ ପରା ଡର ଲାଗୁଛି। ଏତିକି ବେଳକୁ କୁମ୍ଭୀର ଓ ମାଙ୍କଡ଼ ଯାଇ ପୁରା ନଦୀର ମଝିରେ। ହା 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 ହା। କୁମ୍ଭୀରଟି ହସି କହିଲା, ଡର ଲାଗୁଛି? ତମେ ଆଉ ଜମା ଡରନି। ମୁଁ ଆଜି ତମ କଲିଜାକୁ ପରା ଖାଇବି। ଡରିବାର କିଛି ନାହିଁ। କୁମ୍ଭୀରର ଏଇ କଥା ଶୁଣି ମାଙ୍କଡ଼ର ମୁଣ୍ଡରେ ବଜ୍ର ପଡ଼ିଲା। ଆଉ କୁମ୍ଭୀର କହିଲା, ତମେ ସବୁଦିନ ମିଠା ମିଠା ଜାମୁକୋଳି ଖାଉଛ, ତାହେଲେ ତମ କଲିଜା କେତେ ମିଠା ହେଇନଥିବ। ତମ କଲିଜାକୁ ଖାଇଲେ ମୋତେ ଭାରି ମଜା ଲାଗିବ। ମାଙ୍କଡ଼ଟି ଏଇ କଥା ଶୁଣି ତା ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ତମେ ମୋ କଲିଜା ଖାଇବ? କଲିଜା କ'ଣ ମୋ ପାଖରେ ଅଛି? ମୁଁ ପରା କଲିଜାକୁ ଜାମୁକୋଳି ଗଛ କରଡ଼ରେ ରଖିକି ଆସିଛି। ଯଦି କଲିଜା ଖାଇବ, ତାହେଲେ ଜାମୁକୋଳି ଗଛ ପାଖକୁ ଚାଲ। ମାଙ୍କଡ଼ର ଏଇ କଥା ଶୁଣି ଲୋଭ ସମୟରେ କୁମ୍ଭୀରଟି କିଛି ବୁଝିପାରିଲା ନାହିଁ। ପୁଣି ମାଙ୍କଡ଼କୁ ତା ପିଠିରେ ବସାଇ ଗଛ ପାଖକୁ ନେଇ ଆସିଲା। ଯେମିତି ଗଛ ପାଖରେ ପହଞ୍ଚିଛି, ମାଙ୍କଡ଼ ସେଇଠୁ ମାରିଲା ଗୋଟାଏ କୁଦା ସିଧା ଗଛ ଉପରକୁ। ଗଛ ଡାଳରେ ବସି ହସି ହସି ମାଙ୍କଡ଼ କହିଲା, ସତରେ ତମେ ଏତେ ବଡ଼ ବୋକା କୁମ୍ଭୀର? କଲିଜା ନଥିଲେ କେହି କେବେ କ'ଣ ବଞ୍ଚିପାରେ? କଲିଜା ପରା ମୋ ଦେହ ଭିତରେ ଅଛି। ଏଇ କଥା ଶୁଣି କୁମ୍ଭୀର ମନ ଦୁଃଖରେ ନଦୀର ମଝିକୁ ଚାଲିଗଲା। ଏଇ କାହାଣୀରୁ ଆମେ ଶିଖିଲେ, ଦୁଷ୍ଟ ଲୋକ ଯେତେ ଚିକ୍କଣ କରି କଥା କହିଲେ ମଧ୍ୟ ଆମେ ତାଙ୍କ କଥାରେ ପଡ଼ି ଆମ ଜୀବନକୁ ବିପଦରେ ପକାଇବା ଉଚିତ ନୁହେଁ। କଥାରେ ଅଛି, ଦୁର୍ଜନ ସଙ୍ଗେ ମିଳନ ଅକାଳ ମୃତ୍ୟୁର ଲକ୍ଷଣ। ଏଇ କାହାଣୀଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଏମିତି ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ RR ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ ମଧ୍ୟ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।